ଆରେ ତୋର କ'ଣ ହେଲା? ନାଇଁ ଆଜ୍ଞା ପାଲାର ଘୋଟ ଥାଟ କାଟ ନାଟ ସବୁକୁ ନେଇକି ପାଲା ନା ଆଉ କାଟଟା ଦଉଥିଲି। ତାମାନେ ଏ ପାଲାର କାଟ ଆମ ମୁହଁରେ ଝାଞ୍ଜ ବାଡ଼ିବୁ? ନାଇଁ ଏ କାଟଟା ଯେମିତି ଛାଟରେ ଦିଆଯିବ ନା ଆଉ କମ ଛାଁ ମୁଁ ଆଗରୁ ବାଏ କରିଥିଲି ଅଭ୍ୟାସ ଅଛି ଛାଡ଼ିବି କାହିଁକି? ପ୍ରଧାନେ ଆଜ୍ଞା ଓ ବାୟକୁରୁ ପ୍ରମୋଶନ ପାଇଗଲୁ? ପ୍ରଥମେ ଆଜ୍ଞା ମୁଁ ଥିଲି ଗାୟକ। ଓହୋ ଗାୟକରେ ପାଲା ଗାଇକି ମୋର ନାଁ ହେଇଗଲା। ନାଁ ହେଲା ପରେ ପ୍ରମୋଶନ ହେଲା ବାୟକକୁ। ବାୟକରେ କିଛି ଦିନ ବଜେଇଲି ବଜେଇ ବଜେଇ ପୁଣି ନାଁ ହେଲା ପୁଣି ପ୍ରମୋଶନ ହେଲା ପାଳିଆକୁ। ଏ ବାଇକରେ କ'ଣ ବଜଉଥିଲ? ବାଦ୍ୟ ହଁ କ'ଣ କୋଉ ବାଦ୍ୟ ବଜଉଥିଲ? କୋଉ ବାଦ୍ୟ ଆଉ କ'ଣ ମନେ ଅଛି ଛାଡ଼ି ସାରିଲାଣି ଆଉ ଭଲ ବାୟକ ତୁ ଝିଅ ଜଣା ପଡୁଛି। ପ୍ରମୋଶନ ପାଳିଆ ଛୋଟିଆ ବୋଲି ଭାବନ୍ତୁନି। ମୋର ବରେଣ୍ୟ ଗୁରୁକୁଳପ ସଭା ସମନ୍ତେ ପୁରାଣ ତୋଷିନୀ ଆର୍ଯ୍ୟା ପୂଜ୍ୟ ଆମର ମା ମାନ ସମଧର୍ମୀ ସମଧର୍ମୀ ଯୁବବନ୍ଧୁ ଆଦର ସ୍ନେହର କୁନାକୁନି ପିଲାମାନେ ଆଜି ପାଲାର ଦ୍ୱିତୀୟ ଚରଣରେ ମୁଁ ଆଜି ଏ କାର୍ତ୍ତିକ ମାହାତ୍ମ୍ୟ ପଦ୍ମ ପୁରାଣ ଏବଂ ଆପଣମାନଙ୍କର ବ୍ରହ୍ମବୈବର୍ତ ପୁରାଣର ଇଏ ଏକ ସୁନ୍ଦର କାହାଣୀଟିଏ ଆପଣମାନଙ୍କ ନିକଟରେ ପରିବେଷଣ କରିବାର ଦୁଃସାହସ କରିଛି। ବରେଣ୍ୟ ସନ୍ଥ ସମାଜ ଲକ୍ଷ୍ୟ କରିବେ ଆପଣମାନଙ୍କର ବରେଣ୍ୟ ଗାୟକ ହେଲେ କଟକ ଜିଲ୍ଲାର ଗାୟକ ସମ୍ରାଟ ଆପଣମାନଙ୍କର ବୈଷ୍ଣବ ପ୍ରଧାନ ମହୋଦୟ। ତାଙ୍କରି ଲେଖନୀ ନିଃସୃତ ଏକ ସୁନ୍ଦର ପଦଟିଏ ମୁଁ ଆପଣମାନଙ୍କୁ ଭେଟି ଦେଇଛି। ପ୍ରାରମ୍ଭିକ ପଦରେ ବରେଣ୍ୟ କବି ମହୋଦୟ କହିଲେ ସର୍ବରି ଗର୍ବ ଖର୍ବ କରି ବିଧିରେ ପୂର୍ବ ନଭେ ବିଭାତୁ ବିଭାବସୁ ପଣ୍ଡିତେ ସର୍ବରି ବୋଇଲେ ରାତି ରାତିର ଗର୍ଭକୁ ଖର୍ବ କରି ପୂର୍ବ ଦିଗର ବିଭାବସୁ ବୋଇଲେ ଉଦୟ ହବା ବିଭାବସୁ ବୋଇଲେ ସୂର୍ଯ୍ୟ ବିଭାତୁ ଉଦୟ ହବା ସୂର୍ଯ୍ୟ ପଣ୍ଡିତ ଉଦୟ ହଉଛନ୍ତି ଅର୍ଥାତ୍ କବିଙ୍କର ପ୍ରଥମେ ନଜର ପଡ଼ିଛି ଏକ ସୁନ୍ଦର ପ୍ରଭାତ ଉପରେ। ପ୍ରଭାତ ସମୟଟି ଆସୁଛି। କେମିତି ପ୍ରଭାତ ସମୟ ଆସିଲା? କେମିତି ଆପଣମାନଙ୍କର ବରେଣ୍ୟ କବି ଭାଷ ସୁନ୍ଦର ଭାବରେ କହିଲେ ଭାଷ ନାଟକ ଚକ୍ର ଆପଣମାନଙ୍କର କହିଲେ ପ୍ରଭାତ କୁମୁଦବତୀ ରେଣୁ ପିସଙ୍ଗ ବିଗ୍ରହ ନିରାଶ ଭୃଙ୍ଗଂ କୁପିଦେବ ବଦ୍ମିନୀ ମାନିନିଏ ସଂଶୟିତେନ ସଙ୍ଗମ। ଆପଣମାନଙ୍କର କବି କହିବେ ପ୍ରଭାତ କେମିତି ହଉଛି ନା ପ୍ରଭାତ ବାତାହତ କମ୍ପିତା କୃତି ବାତ ବୋଇଲେ ପବନ ପ୍ରଭାତ ସମୟରେ ମନ୍ଦ ମନ୍ଦ ପବନ ପଣ୍ଡିତ ବୋହେ। ଇଏ ମନ୍ଦ ପବନ ବହିବାରୁ କ'ଣ ହଉଛି ନା ପଦ୍ମ ପୁଷ୍କରିଣୀ ଦେଇ ଇଏ ପବନ ଯେତେବେଳେ ବହୁଛି ପଦ୍ମ ଫୁଲଟିଏ ପୁଷ୍କରିଣୀରେ ପ୍ରସ୍ଫୁଟିତ ହେଇଛି। ପବନର ଗତିରେ ଧୀରେ ଧୀରେ ପଦ୍ମ ଫୁଲଟା ହଲୁଛି। ପବନରେ ଗତିରେ ପଦ୍ମ ଫୁଲଟା ଦୋଳାୟମାନ ହଉଛି। କବି କହିଲେ ଇଏ ପଦ୍ମ ଫୁଲ ପବନ ଗତିରେ ଦୋଳାୟମାନ ହଉନି ଯେ ହଲୁନି ଯେ ସେ ରାଗରେ ତା ଶରୀରକୁ କମ୍ପଉଛି। ଇଏ ପଦ୍ମ କାହା ଉପରେ ଲାଗିଲା ନା ପଦ୍ମ ଫୁଲରୁ ମଧୁ ଶୋଷଣ କରିବା ପାଇଁ ମଧୁଲୋଭୀ ଭ୍ରମରଟିଏ କଳା ଭ୍ରମର ତା ପାଖକୁ ଆସୁଛି। କବି କହିଲେ ଏ କଳା ଭ୍ରମରକୁ ଦେଖି ପଦ୍ମିନୀ ଆଉ ସହି ପାରୁନି ତେଣୁ ରାଗରେ ତା ଶରୀରକୁ କମ୍ପେଇ କହୁଛି ପୀଠ ପୁରୁଷ ଜାର ପୁରୁଷ ତୁ ମୋ ପାଖକୁ କାହିଁ ଆସିଲୁ? କାଲି ରାତିରେ ତୁ ଯାହା ପାଖରେ ଥିଲୁ ତୁ ତାରି ପାଖକୁ ଚାଲି ଯା ଚାଲି ଯା। ଆଉ ଗୋଟେ ପଦ ଆଣିବା ଲେଖିଲେ କିଏ? ଆପଣମାନଙ୍କର ବରେଣ୍ୟ କବି ପାଲା ଗାୟକ ମାଳିକା ବିଶ୍ୱନାଥ ସାରଙ୍ଗ ଗଣ ଉଛନ
ପ୍ରଭାତ ହଉଛି କେମିତି ନା ବିଶ୍ୱନାଥ ଆଗମନ ସାରଙ୍ଗ ଗଣ ଉଚ୍ଛନ ଗାୟକ ବିଶ୍ୱନାଥ ପଟ୍ଟଯୋଶୀ ପୁରୀ ଜିଲ୍ଲାର ଗାୟକ ସମ୍ରାଟ ଆସିଲେ ଗାୟକ ସମ୍ରାଟ ଅନ୍ୟ ଅର୍ଥ ବିଶ୍ୱନାଥ ଆଗମନ ବିଶ୍ୱର ନାଥ ସହସ୍ରାଂଶ ସୂର୍ଯ୍ୟ ଆସୁଛନ୍ତି ପୂର୍ବ ଆକାଶର ସିନ୍ଦୁରା ପକେଇ ଦିନମଣି ସୂର୍ଯ୍ୟ ପଣ୍ଡିତ ଉଦୟ ହଉଛନ୍ତି ସୂର୍ଯ୍ୟ ଉଦୟ ହବାରୁ କଣ ହେଲା ସାରଙ୍ଗ ଗଣ ଉଚ୍ଛନ ସାରଙ୍ଗ ଆପଣ ମାନଙ୍କର ଜଣେ ବରେଣ୍ୟ ଗାୟକ ସାରଙ୍ଗ ଧର ଜେନା ରେତଙ୍ଗଟି ବିଶ୍ୱନାଥ ପଟ୍ଟନାୟକ ସାରଙ୍ଗ ଧର ଜେନା ଗଲେ ଅନ୍ୟାର୍ଥରେ ସାରଙ୍ଗ ବୋଇଲେ ଆପଣ ମାନଙ୍କର ପକ୍ଷୀ ସମାଜ ପକ୍ଷୀ ମାନେ ସକାଳ ହେବାରୁ କେକାରବ କଲେ ବିଶ୍ୱନାଥ ଆଗମନ ସାରଙ୍ଗ ଗଣ ଉଚ୍ଛନ କଲା ପରମାନନ୍ଦ ଶରଣେ ପୂର୍ଣ୍ଣ ହଇଲା ଗାୟକ ଆସିଲେ ପରମାନନ୍ଦ ଶରଣ ପରମାନନ୍ଦ ବିଶ୍ୱ ନିୟନ୍ତା ବିଶ୍ୱ ପ୍ରଭୁଙ୍କ ମନ ତାଙ୍କୁ ଭଜନ କରିବାରେ ମନ ପ୍ରାଣ ପୂର୍ଣ୍ଣ ହଇଲା ତାପରେ କ୍ଷେତ୍ରବାସୀ ଲୋକନାଥ ଗାୟକ ଆସିଲେ କ୍ଷେତ୍ରବାସୀ ମିଶ୍ର ଲୋକନାଥ କର କ୍ଷେତ୍ରବାସୀ କ୍ଷେତ୍ରରେ ଯେ ବାସ କରନ୍ତି ମହାପ୍ରଭୁ ଜଗନ୍ନାଥ ବଳିଆର ଭୁଜ ଜଣେ ଭାଇ ଜଣେ ଶ୍ରୋତା ପ୍ରଶ୍ନ କରିଥିଲେ ଜଗନ୍ନାଥ ବଡ଼ ନା ବାପା ମା ବଡ଼ ଆପଣମାନେ ଦେଖନ୍ତୁ ଗାୟକ ଆସୁଛନ୍ତି କ୍ଷେତ୍ରବାସୀ ମିଶ୍ର ଆପଣ ମାନଙ୍କର ମହାପ୍ରଭୁ ଜଗନ୍ନାଥଙ୍କ କଥା ଆଲୋଚନା କ୍ଷେତ୍ରବାସୀ ମିଶ୍ର ଗାୟକ ଗଲେ ଲୋକନାଥ କର ଗଲେ କ୍ଷେତ୍ରବାସୀ ଲୋକନାଥ ନିରଞ୍ଜନ ଆସିଲେ ଗାୟକ ନିରଞ୍ଜନ କର ବନମାଳୀ ଅଭୟକୁ ମନ ଭାଳିଲା ବନମାଳୀ ପଣ୍ଡା ଅଭୟ ସ୍ୱାଇଁ ନରୋତ୍ତମ ବୈଷ୍ଣବ ମାନେ ନରୋତ୍ତମ ମହାପାତ୍ର କଣ୍ଟାବେଳ ଗାୟକ ଜ୍ଞାନ ସାଗର ତାଙ୍କର ଭାଷାର ବୈଭବ ଅନନ୍ୟ ନରୋତ୍ତମ ବୈଷ୍ଣବ ମାନେ ବୈଷ୍ଣବ ପ୍ରଧାନ କଟକ ଜିଲ୍ଲାର ଗାୟକ ସମ୍ରାଟ ଉଦୟନାଥକୁ ଦେଖି ଗମିଲେ ସ୍ଥାନ ଉଦୟନାଥ ରଥ ଶର୍ମା ଅର୍ଥ ଉଦୟନାଥ ବୋଇଲେ ସୂର୍ଯ୍ୟ ଉଦୟ ହେଲେ ବ୍ରାହ୍ମଣ ମାନେ ନିତ୍ୟକର୍ମ ସମାପନ କରିବା ପାଇଁ ସାନ୍ଧ୍ୟ ତର୍ପଣ କରିବା ପାଇଁ ସେମାନେ ତ୍ୟାଗ କଲେ ଏବଂ ସ୍ନାନାର୍ଥେ ଚାଲିଲେ ନଦୀକି ପଣ୍ଡିତ ଏଇଭଳି ପ୍ରଭାତ ସମୟ ଆସୁଛି ଏଇ ପ୍ରଭାତ ସମୟର ଅବକାଶରେ ଆପଣମାନେ ଦେଖିବେ ପ୍ରଭାତ ହେଉଛି ଗୋଟିଏ ସୁନ୍ଦର ପରିବେଶ ଏଇ ପ୍ରଭାତ ସମୟରେ ଯଦି ପ୍ରାତଃ ଭ୍ରମଣ ଆପଣମାନେ କରିବେ ସକାଳ ବେଳା ଯଦି ଆପଣମାନେ ଖାଲି ପାଦରେ ବୁଲିବେ ତାହେଲେ ଆପଣଙ୍କ ସ୍ୱାସ୍ଥ୍ୟ ମଙ୍ଗଳପ୍ରଦ ହବ ଆପଣ ସ୍ୱାସ୍ଥ୍ୟ ଠିକ ରହିବ ତେଣୁ ପ୍ରାତଃ ଭ୍ରମଣ କରିବା ପାଇଁ ସେଦିନ ଜଣେ ରାଜା ସେ ରାଜା କିଏ ନା ଜଳାଧିପ ଯାହାଙ୍କର ନାମ ହଉଛି ପଣ୍ଡିତ ବରୁଣ ଏ ଜଳାଧିପ ବରୁଣ ସମୁଦ୍ର ବେଳାଭୂମିରେ ବୁଲୁଛନ୍ତି ପ୍ରଭାତକାଳୀନ ଭ୍ରମଣ କରୁଥିବା ସମୟରେ ବରୁଣ ଠିକ ଏତିକି ବେଳେ ତାଙ୍କ କାନରେ ପଣ୍ଡିତ ଗୋଟେ ଶବ୍ଦ ଶୁଭିଲା ତାଙ୍କ କାନରେ ଗୋଟେ ଶବ୍ଦ ଆସିଲା ସେ କୋଉ ଶବ୍ଦ ଗୋଟେ ଶିଶୁ କଣ୍ଠର ସ୍ୱର ପିଲାଟିଏ କୁଆଁ 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 ହେଇ କାନ୍ଦୁଛି ଗୋଟେ ଛୋଟିଆ ପିଲାଟା କୁଆଁ 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 ହେଇ କାନ୍ଦୁଛି ବରୁଣ ସମୁଦ୍ର ବେଳାଭୂମିରେ ବୁଲୁଛନ୍ତି ଠିକ ଏତିକି ବେଳେ ବରୁଣ ଚିନ୍ତା କଲେ ପିଲା କିଏ କୋଉଠି କାନ୍ଦୁଛି କୋଉଠି ଏ ପିଲାଟା କାନ୍ଦୁଛି ଯୋଉ ଦିଗରୁ ଶବ୍ଦ ଭାସି ଆସୁଛି ସେଇ ଶବ୍ଦକୁ ଅନୁସରଣ କରି ବରୁଣ ପଣ୍ଡିତ ଆଗକୁ ଅଗ୍ରସର ହେଲା
ବର୍ଣ୍ଣ ଶିଶୁ କଣ୍ଠର ସ୍ୱରକୁ ଅନୁସରଣ କରି ଆଗକୁ କିଛି ବାଟ ଯିବା ପରେ ଦୃଶ୍ୟମାନ ହେଲା ସମୁଦ୍ର ବେଳାଭୂମିର ବାଲୁକା ରାଶି ଉପରେ ଅବହେଳିତ ହେଇ ଗୋଟେ ଛୋଟିଆ ଶିଶୁଟିଏ ପଡ଼ିଛି। ପାଖରେ ତାର କେହି ନାହାନ୍ତି, ନା ବାପା ନା ମା, କେହି ନାହାନ୍ତି। ପିଲା କାନ୍ଦୁଛି। ବର୍ଣ୍ଣ ପହଞ୍ଚିଗଲେ ଚିନ୍ତା କଲେ ବର୍ଣ୍ଣ ଆଶ୍ଚର୍ଯ୍ୟ ହେଇଗଲେ। ଇଏ ନିର୍ଜନ ନିସ୍ତବ୍ଧ ବେଳାଭୂମି, ଇଏ ଅବହେଳିତ ହେଇ ଶିଶୁ ପିଲାଟି ଏମିତି ପଡ଼ିଛି କାହିଁକି? କାହିଁକି ଏ ପିଲା କାନ୍ଦୁଛି? ତା ମା କୁଆଡେ ଗଲା? ବର୍ଣ୍ଣ ଉଚ୍ଚ କଣ୍ଠରେ ଡାକିଲେ, କହିଲେ ଆରେ ମା, କିଏ କୁଆଡେ ଗାଧେଇ ଯାଇଛ? କଣ କରୁଛ? ମୋ ପିଲା କାନ୍ଦୁଛି, ନେଇଯାଅ। ମା କୁଆଡେ ଜାଳ ପାଇଁ ଗଲେ ନା କଣ? ଆଉ ଯେତେ ଉଚ୍ଚ ସ୍ୱରରେ ବର୍ଣ୍ଣ ଚିତ୍କାର କରିଲେ ସେ କରିଲେ ଯେତେ ଡାକିଲେ କେହି ଆଉ ଆସିଲେନି। ପିଲା କାହାର ବୋଲି କେହି ଦାବି କରୁନାହାନ୍ତି। ବର୍ଣ୍ଣ ଆଶ୍ଚର୍ଯ୍ୟ ହେଲେ, ଇଏ ପିଲାଟା ଇଏ ସମୁଦ୍ର ବେଳାଭୂମିର ଇଏ ବାଲୁକା ରାଶି ଉପରେ ପଡି ତେବେ କଥା ହଉଛି ବାପା ଆସୁନି, ମା ଆସୁନି, ଇଏ ପିଲା କାହାର? ପିଲାଟି ଜନ୍ମ ହଉଛି, ବାପା ମା ବଡ ହେବେ ନା ପ୍ରଭୁ କାଳିଆ ଶାନ୍ତ ଜଗନ୍ନାଥ ବିଶ୍ୱ କର୍ତ୍ତା ସେ ବଡ ହେବେ? ଆଜିର ପ୍ରଶ୍ନ ପ୍ରଧାନୀ, ଗୋଟେ ପିଲା ଜନ୍ମ ହେବା ପାଇଁ ଦିଟା କାରଣ। ଗୋଟେ ପିଲା ଜନ୍ମ ହେବା ମୂଳରେ ଦିଟା କାରଣ ଅଛି। ବାପା ମା ଚାହିଁଲେ ଗୋଟେ ପିଲାକୁ ଜନ୍ମ ଦେଇପାରିବେନି। ଦେଇପାରିବେ? ତ ମୁଣ୍ଡ କାମ କରୁଛି ଟି? ଦେଇପାରିବେ ନାହିଁ। କାହିଁକି ଏ କଥା କହିଲି ନା ଆଜ୍ଞା, ସମସ୍ତେ ବୈବାହିକ ଜୀବନରେ ଆମେ ଏଠି ବାନ୍ଧି ହେଇଯାଇଛି। ଏଠି କେହି ସାଧୁ ସନ୍ଥ ବୈଷ୍ଣବ ଗୃହତ୍ୟାଗୀ ନାହାନ୍ତି। ଏଠି ଅଲେଖ ଆଶ୍ରମ, ଯୋଉ ପ୍ରଭୁ ଅଲେଖ ମହିମା ସ୍ୱାମୀଙ୍କର ଇଏ ପବିତ୍ର ଦରବାର। ଦେଖନ୍ତୁ, ଆମେ ସମସ୍ତେ ଗୃହସ୍ଥ, ଆମେ ଦାରା ଗ୍ରହଣ କରିଛେ, ପତ୍ନୀ ଗ୍ରହଣ କରିଛେ। ଆମରି ଭଳି ସମସ୍ତେ ସଂସାର ଭିତରେ ସଂସାରୀ ମଣିଷ, ଆମେ ସବୁ ପତ୍ନୀ ଗ୍ରହଣ କରିଛେ। କିନ୍ତୁ ଆପଣମାନେ ମୁକ୍ତ କଣ୍ଠରେ କୁହନ୍ତୁ, ସବୁ ବିବାହିତ ପୁରୁଷଙ୍କର ସନ୍ତାନ ଅଛି, ପିଲାପିଲି ଅଛି? ଏମିତି ବାପା ମା ଅଛନ୍ତି ତାଙ୍କର ପିଲାପିଲି ନାହିଁ, ବିବାହ କରିଛନ୍ତି, ସ୍ତ୍ରୀ ଅଛି, ହେଲେ ପିଲା ହଉନି। କାହିଁକି? କାରଣ କଣ? କାରଣ କଣ? ଖାଲି ସେତିକି ନୁହେଁ, ବାପା ମା ହଉଛନ୍ତି ଉପାଦାନ କାରଣ। ଆପଣମାନେ ଦେଖନ୍ତୁ, ପ୍ରଭୁର ଇଚ୍ଛା ନହେଲେ ଗୋଟେ ସନ୍ତାନ ସୃଷ୍ଟି ହେଇପାରିବନି। ଜଣେ ମା ଗର୍ଭ ଧାରଣ କରିପାରିବନି। କାହିଁକି ଏ କଥା କହିଲି? ଆପଣମାନଙ୍କୁ ଗୋଟେ ଉଦାହରଣ ଦେବି। ଜଗନ୍ନାଥ ବଡ ନା ବାପା ମା ବଡ? ୟାରି ଉପରେ କଥା ପଡିଛି। ଦେଖନ୍ତୁ, ବାପା ମା ଚାହିଁଲେ ପିଲା ଦେଇପାରିବେନି। ଆପଣମାନେ ଦେଖନ୍ତୁ, ଯଦି ଆମେ କହିବା ବାପା ମା ପିଲାକୁ ଜନ୍ମ ଦଉଛନ୍ତି, ସେ ତିଆରି କରିଛନ୍ତି, ଏ କଥାଟା ଭୁଲ ହେଇଯିବ। ଯଦି ଗୋଟେ ପିଲାର ଆଖି ଫୁଟିଯିବ, ଗୋଟେ ହାତ କଟିଯିବ, ଯୋଉ ବାପା ମା ଇଏ ପିଲାଟିକି ଜନ୍ମ ଦେଇଛନ୍ତି, ଶରୀର ତିଆରି କରିଛନ୍ତି, ଆମେ ଯଦି କହିବା ସେ ଡାକ୍ତର ପାଖକୁ ଯିବା ଦରକାର ନାହିଁ, ଆଖି ଲଗେଇବା ଦରକାର ନାହିଁ, ଯୋଉ ବାପା ମା ତିଆରି କରିଛନ୍ତି ଏ ପିଲାଟିକି, ସେଇ ବାପା ମା ଆଖିଟା ଲଗେଇ ଦଉନାହାନ୍ତି, ତା ହାତ କଟିଗଲା, ହାତଟା ଲଗେଇ ଦଉନାହାନ୍ତି। ସେ ବାପା ମା ଚାହିଁଲେ ଲଗେଇ ପାରିବେ? ଆଖି ଲଗେଇ ପାରିବେ? ହାତ କଟିଗଲା, ହାତ ଲଗେଇ ପାରିବେ? କାହିଁକି? କିରେ, ଯୋଉ ବାପା ମା ଏ ପିଲାଟିର ଶରୀର ତିଆରି କଲେ, ସେ ତ ଆଖି ତିଆରି କରିଛନ୍ତି, ନାକ ତିଆରି କରିଛନ୍ତି, ପାଟି ହାତ ସବୁ ତିଆରି କଲେ, ସେ ନାହିଁ? ତାହେଲେ ଆଖି ଯଦି ଗୋଟେ ପିଲାର ଫୁଟିଲା, ସେ କାହିଁ ଗୋଟେ ନୂଆ ଆଖି ଲଗେଇ ପାରିବେନି? ଲଗେଇ ପାରିବେନି।
କାହିଁକି ନା ବାପା ମା ହଉଛନ୍ତି ଉପାଦାନ କାରଣ। ଶରୀରଟି ଗଢା ହେବା ପାଇଁ ଉପାଦାନ କାରଣ ସହିତ ପଣ୍ଡିତେ ନିମିତ୍ତ କାରଣର ଆବଶ୍ୟକ। ନିମିତ୍ତ କାରଣ ସିଏ କଣ? ଜଗନ୍ନାଥ ମହାପ୍ରଭୁଙ୍କର ଇଚ୍ଛା। ପ୍ରତ୍ୟେକ ଜୀବ ଆସିଛନ୍ତି କର୍ମଫଳ ଭୋଗ କରିବାକୁ। ଆମେମାନେ ଏଠି ଯେତେ ଅଛେ ଆପଣମାନଙ୍କୁ ଯଦି ପଚରାଯାଏ ଆପଣ ଏ ମର୍ତ୍ତ୍ୟଭୂମି କି ଆସିବାର କାରଣ, ୟା ମୂଳରେ କାରଣ ଅଛି। ଯୋଉଠି କାରଣ ନାହିଁ ସେଠି କ୍ରିୟା ହେଇପାରିବନି। ନାଇଁ ଯୋଉଠି କାରଣ ନାହିଁ କେବେ ହେଲେ କ୍ରିୟା ହେଇପାରିବନି। ଅର୍ଥ ଆମ ଆସିବାର ଗୋଟେ କାରଣ ଅଛି। ଅଛି। ଆମକୁ ଏ ଶରୀର ମିଳିଛି, ଇଏ ଦେହ ମିଳିଛି, ହଁ। ଇଏ ଦେହ ମିଳିବା ପଛରେ ଗୋଟେ କାରଣ ଅଛି। ଅଛି। ସବୁ କାରଣର କାରଣ ହଉଛନ୍ତି ଜଗନ୍ନାଥ। ପଣ୍ଡିତେ ଆପଣମାନଙ୍କ ପାଖରେ ଗୋଟେ ସୁନ୍ଦର ଉଦାହରଣ ଦେବି। ଆପଣମାନେ ଦେଖନ୍ତୁ କୁମ୍ଭକାର, କୁମ୍ଭାର ଘରର ପୁଅ, ସେ ମାଟି ପାତ୍ର ତିଆରି କରେ। ହାଣ୍ଡି, ମାଠିଆ, ଘଡି, ଏମିତି ଘଟ ତିଆରି କରେ। ଏ ଘଟ ଚାହିଁଲେ କୁମ୍ଭାର ପୁଅ ତିଆରି କରିପାରିବ? ଯଦି ମାଟି ନଥିବ? କୁମ୍ଭାର ପୁଅ ଘଡିଟିଏ, ମାଠିଆଟିଏ ତିଆରି କରିବା ପାଇଁ ମାଟିର ଆବଶ୍ୟକତା ଅଛି। ଆମେ ଯଦି କହିବା ନାହିଁ ମାଟି, ବିନା ମାଟିରେ ତୁ ଗୋଟେ ମାଠିଆ ତିଆରି କର, କୁମ୍ଭାର ତିଆରି କରିପାରିବ ନା? କାହିଁକି ତିଆରି କରିପାରିବନି? ମାଟିରେ ତିଆରି ହୁଏ ନା, ମୂଳ ଉପାଦାନ ହଉଛି ମାଟି। ମାଟି ନହେଲେ ହେଇପାରିବନି। ତେଣୁ ସେଇ ନ୍ୟାୟରେ କୁମ୍ଭାର ପୁଅ ବିନା ମାଟିରେ ଯେମିତି ତିଆରି କରିପାରୁନି ଶରୀର, ଠିକ ସେଇଭଳି ବିନା ଉପାଦାନରେ, ବିନା କାରଣରେ କେବେ ହେଲେ ଗୋଟାଏ ଶରୀର ତିଆରି ହେଇପାରିବ ନାହିଁ। ଅର୍ଥ ଯିଏ ବିଶ୍ୱ ନିୟନ୍ତା, ଯିଏ ପରାତ୍ପର, ଯିଏ ପରମ ବ୍ରହ୍ମ, ତାଙ୍କରି ନିର୍ଦ୍ଦେଶ କାର୍ଯ୍ୟକାରୀ ହଉଛି। ଆମେ ଯେତେ ଶରୀର ପାଇଛେ ସେ ଶରୀର ଧାରଣ କରିବାର ମୌଳିକ ଲକ୍ଷ୍ୟ ଆମେ କର୍ମର ଫଳକୁ ଭୋଗ କରିବା ପାଇଁ ଏ ଶରୀର ପାଇଛେ। କହିଲା ପୂର୍ବ କର୍ମାର୍ଜିତ ଫଳ ଭୋଗିବାକୁ ମରତେ ଆସିଛି ନର। শরীর পাইছে আমি কর্মফল ভোগিয়া কর্মফল ভোগিয়া আমি আসিছে। আম কর্মফল ভোগা ভোগ হয়েযিব, শরীর জীব জীব। বাপা মা চাহিলে সন্তানটিকে জন্ম দেবেনি, সন্তান জন্ম হব প্রভুর ইচ্ছারে। আউ ये শরীর আমକୁ মিলিছি কর্মফল ভোগ করিবা পাই। যে বিশ্বনিয়ন্তা সে হলে সমস্তଙ୍କର জন্মদাতা। ଆମେ এই সিদ্ধান্তরে উপনীত হেবা সেই হউছন্তি পরাৎপর, সেই হউছন্তি পরমেশ্বর। সে জীবକୁ মুক্তি দিয়ନ୍ତି। আর যেତେବେଳେ মুক্তি পাইলা জীব তার পুনর্জন্ম হুয়ে না। নাই 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 প্রধানে আজ্ঞা আমি যেতে দেহ ধারণ করিছে যদি প্রভুর কল্যাণ প্রভু পাখরে শরণ পশিবা, সে প্রভুর শরণাগতি লাভ কলে আমার আর পুনর্জন্ম হবনি। সে প্রভু পাদরে লীন হয়ে যা হচ্ছে মুক্তি। রাধানাথ রায় বাহাদুর সেই কথা কহিলে মিশি যায় যথা প্রভাতি তারা রবি কিরণে, মিশি যায় যথা জীবাত্মা বিশ্বআত্মা করণে। আর জন্ম মৃত্যুর ভয় নথব। নাই নাই বাপা মা চাহিলে শরীর তৈরি করিপারি না। সেই প্রভুর ইচ্ছারে আমি শরীর পাইছে কর্মফল ভোগ করিবা পাই। আচ্ছা পণ্ডিতে তেণু আমি এই কথা বুঝিবা ইয়ে জীবর মুক্তিদাতা হউছন্তি প্রভু, বাপা মা হউছন্তি মাধ্যম। বাপা মাଙ୍କୁ আমি অনাদর করিবানি, বাপা মাଙ୍କ সেবা করিবা। তত সহিত সে প্রভু পাত্রে মন দেলে ইয়ে জীবন পরম গতি ହେବ।
ଆଜ୍ଞା ଆରେ ସେ ଗୋଡରେ ପାଉଡର କାଇଁ ମାରୁଛୁ? ଆଉ ପାଉଡର କୋଉଠି ମରା ହେ ମୁହଁରେ ପାଉଡର ମାରନ୍ତି? ଆଜ୍ଞା ତୁ ମୂର୍ଖ ପାଦରେ କଣ ପାଉଡର? ଆପଣ କିଛି ଜାଣିନେ ତ ପ୍ରୋସେସଟା ଜାଣିନାହାନ୍ତି ବୋଲି କହୁଛନ୍ତି ମୁହଁରେ ମାରିବାକୁ। ପ୍ରୋସେସ ଆପଣ ଚାଷବାସ କରୁଛନ୍ତି? ଚାଷ ଫସଲ ଫସଲି କରୁଛନ୍ତି? ଆମେ ଚାଷୀ ଘର ପୁଅ, ଚାଷ ସଦାବେଳେ ଚାଲିଛି। ଆପଣଙ୍କ ତୁଳସୀ ସଦାବେଳେ ଭଲ ଆଉ ନାଇଁ ସେଇଟା ଫୁଲ ତୁଳସୀ। ଚାଷ ତ କଲି, ଚାଷ ସହିତ ତୋ ପାଦରେ ପାଉଡର ମାରିବାର ସମ୍ପର୍କ ଆପଣଙ୍କର ନଡ଼ିଆ ଗଛ ଅଛି? ଅଛି। ଆଚ୍ଛା ଯେତେବେଳେ ଗଛଟି ଆପଣ ଲଗାଉଛନ୍ତି ସାର ପିଡ଼ିଆ ପାଣି କୋଉଠି ଦଉଛନ୍ତି? ତା ମୂଳରେ ମୂଳରେ। କ୍ରମଶଃ ଗଛ ବଡ ହେଲା ଫଳ କୋଉଠି ଫଳୁଛି? ଅଗ୍ରଭାଗରେ। କାଇଁ ସେଇ ମୂଳରେ ଫଳିଲା ନେଇ? ଏମିତି କେମିତି ହବ? କାଇଁ ହବ ନେଇ? ଏମିତି ଏ ପାଉଡର ପାଦରେ ମାରିଲେ ଗଛ ଯେମିତି ପିଲେଇ ପିଲେଇ ବଢେ ଏ ବଢିକି ମୁହଁ ଫେସ୍ ହେଇଯିବ। ହୁକୁ ହୁକୁ ଏ ତୁମ ପାହାଚିଆ ରାତି ତାରା କେତେବେଳେ ପାହାଡିଆ ରାତି ଆରେ ମୂର୍ଖ କେତେ କହୁନି ସେ ଗୀତ ଗାଉଛି। ତୁ ଗା ଶୀଘ୍ର। ଏ ତୁମ ପାହାଚିଆ ରାତି ତାରା ରେ ମୋରା ଏ ଧାନ ରେ ମୋରା ହାୟ ହାୟ ହୁକୁ ହୁକୁ ଏ ଫୁଲ ଗଜରା ତୁମ ପାହାଚିଆ ରାତି ତାରା ତୁମ ପାହାଚିଆ ରାତି ତାରା ରେ ମୋରା ଫୁଲ ଗଜରା ଡାକିଲା ବାବୁ ମାନଙ୍କର ଇଚ୍ଛା ହଁ ନାଚ ହବ। ହଁ ଆଉ ତୁ ଅଭିଲାଙ୍କ ଭଳିଆ କାଇଁ ହଉଛୁ? ଆଉ କଣ କରିବି? ସିଏ ତ ନାଚିଲା, ଆଜ୍ଞା ବାବୁ ମାନେ ଖୁସି ହେବେ। ହଁ ତୁ କାହିଁକି ଆଜାନ ଦେଲା ଭଳିଆ ଗୋଟେ ଟୋପି ପିନ୍ଧିନୁ? ମୁଁ କଣ କରିବି କହୁନାହାନ୍ତି? ଚୁପ ହେଇଯିବ। ତାକୁ ବସଉନାହାନ୍ତି। ତାକୁ ଦାୟିତ୍ୱ ଦିଆ ହେଇଛି, ସେ ସଙ୍ଗୀତ ଗାଇବ। ଆପଣ ତାକୁ ଉଠେଇଲେ ମୋର ଉଠିବ। ଆରେ କଣ ଉଠିବ? ଗୋଡ ଉଠିବ ନାଚିବାକୁ। ବୁଝିପାରୁନ? ଗୋଡ ଉଠାନା ନାଇଁ আরে মার ঘরে সুখে ছিলি ধানের মালি 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 মার ঘরে সুখে ছিলি আরে মার ঘরে সুখে ছিলি ধানের মালি মার ঘরে সুখে ছিলি ধানের মালি মার ঘরে সুখে ছিলি ধানের মালি মার ঘরে সুখে ছিলি আরে তোর ঘরে তু পয়লা দিনু রে পয়লা দিনু ମାରି ଦେବି ଧରି ମୋରି ଆଡି ଖାଲି ନାଚୁଛି। अरे ये अभिला ଲାଗୁଛି ମୋରି ଆଡି ନାଚୁଛି। ଗୋଇଠା ମାରିବିନି। ଉଠା କାହାକୁ? ଭରତ ତାକୁ ଉଠେଇବି। ଉଠା ତାକୁ ଗୋଇଠା ମାରିଲୁ। ଉଠା ତା ହାତ ଧର, ତା ହାତ ଧର, ହାତ ଧରି ଉଠା। सारे सारे ये बुढ़ा टाइम जाऊँगी अरे बुढ़ा टाइम जाऊँगी अरे तोर सुंदर मन जरा से बेच ऊपर बही अरे आखिर आखिर प्रेम हो गला पटाइला मत परा अरे आखिर आखिर प्रेम हो गला पटाइले मत परा हेटी ए पाला मंडप रे फोन देबी जन कथा राति सारा आलू पतर की सारू पतर सिएकी होइबो पान आलू पतर की सारू पतर सिएकी होइबो पान आको मु 4 नंबर रे धरची ये की बुझिबो मन अरे नारिया गछर के धनर माली नारिया गछर के धनर माली नारिया गछर के धनर माली नारिया गछर के नारिया गछर के धनर माली नारिया गछर के
ଜାଣିଛନ୍ତି ସେ ଟୋପି ତାହାର ଆଉ ପାଲାରେ ଟୋପି ନିଶ ଅଛି କାହିଁ ନାହିଁ ମତେ କାଢିବାକୁ ଲାଜ ଯାଉଛି ନାଇଁ ଆପଣ କାହିଁ ଧରିବେ ତୁ କାଢିକିରି ଥୁଅ ଦାମିକିଆ ଜିନିଷ ଆପଣ ଧରିବେ ଇଏ ଦାମିକିଆ ଜିନିଷ କେତେ ଟଙ୍କା ରହିଥାନ୍ତୁ ମ ଆଉ କେତେ କଲର ତାଜ ଲାଗି ଦେଖିଲେ କେତେ ଟଙ୍କା ଖର୍ଚ୍ଚ ଯାକୁ ଆଜାନ ଦଉଛୁ ବୋଧେ ହାଁ ନାଇଁ ବେଶୀ ଆଜ୍ଞା ଆପଣ ଜାଣିଛନ୍ତି ଆଉ ଆପଣ ଖାଲି ହସୁଛନ୍ତି ନା ଆଉ ଉଠିବୁନି ଆଉ ଠିକନି ନାଇଁ ଏ ଚଷମା କାଢିବେ ଆଜ୍ଞା। ଆଉ ତୁ ଗୋଟେ କଣ ନିଶ ଲଗେଇଛନ୍ତି ସିଏ ସେତେବେଳେ ସମୟରେ ନିଶ ଦାଳି ଥିଲା ହଁ ଚାଲିଥିଲା ପାଲା ଇଏ ଆଉ ଲାଗିବନି ତୁ କଣ ପୁଣି ପ୍ରାଚୀନତାକୁ ଫେରିଛୁ ବୋଧେ ସେ ଘୋଡ଼ା ନାଚ ହଁ କେନ୍ଦ୍ରା ଗୀତ ଆଜ୍ଞା ବାଉଁଶ ନାଟ ହଁ ତାପରେ ମୁଣ୍ଡପୁତା କେଳା ହଉ ଏମିତି ସବୁ ଚାଲିଥିଲା ଇଏ ସଂସ୍କୃତି କେମିତି ବଞ୍ଚିବ ସେଥିପାଇଁ ଆମେ ଟିକେ ସଜାଗ ହବା ଦରକାର ଆଜ୍ଞା ତାହେଲେ ତୁ ପ୍ରାଚୀନତାକୁ ରକ୍ଷା କରୁଛୁ ମୁଁ ରକ୍ଷା କରୁଛି ଆପଣ ଯୋଉ ଯୋଡ଼ିକ ନେଲେ ରଖନ୍ତୁ ଆପଣ କେତେବେଳେ ଆବଶ୍ୟକ ଲଗେଇବେ ଗୋଟାକୁ ମୋ ପାଖେ ଥାଉ ରହ ହେଲେ ନଡ଼ିଆ ଗଛରେ ଧାନ ମାଲି ନଡ଼ିଆ ଗଛରେ ଧାନ ମାଲି ନଡ଼ିଆ ଗଛରେ ଧାନ ମାଲି ନଡ଼ିଆ ଗଛରେ ସଜନା ଗଛରେ ଧାନ ମାଲି ସଜନା ଗଛରେ ଧାନ ମାଲି ଧାନ ମାଲି ଭଗନା তোর কানিয়া তুই মোর বারা তোর কানিয়া তুই মোর হে মুহি তোর কানিয়া তুই মোর বারা তোর কানিয়া তুই মোর এ খানা রামে বুলি বারাই যো সারা রে মোরা মোর গাজরা কোন রাজা আরে মোরা কোন গাজরা नालू भाई अरे रंगे कौन हला है अब उठा भाई उठा ତମ ଗାଁ ଗହଳିରେ ଜୀବନ ଚାଲିଯିବ ପାଣି ଟୁକା ଆଣିଦିଅ भाई ବଜ୍ର ଭାଇ କୁଆଡେ ଗଲା ବଜ୍ର ଭାଇ किए बज्र भाई ବଜ୍ର ଭାଇ ମୋର बज्र भाई कौन ମୋ ମୁଣ୍ଡ କାମ କରୁନି कौन है मुंडा ମୁଣ୍ଡ ବୁଲେଇ ଯା ଉଠ ଯା ये बोले सुन उठलू ଆଜ୍ଞା पानी पानी दिए ନାଇଁ ଆଜ୍ଞା पानी पैसा पड़ जीवन गोटे छोड़ला ଆଜ୍ଞା कहू प्राणी दियो ପ୍ରାଣୀ ପ୍ରାଣୀ ହଁ ହଁ दुनिया में फूल मिला ताकू पानी होगा निजे ଓ भाई अरे से कोन होगा ଓ ରୁଚି ବଞ୍ଚେଇ ଦେଲା ରୁଚି रुचि बचेला ବଞ୍ଚେଇ ଦେଲା ना पानी बचेला ଆଜ୍ଞା ମୁଣ୍ଡ ମୋର କଣ ହେଇଯାଉଥିଲା ମୋ ମୁଣ୍ଡ ଲୋ ଭଲ ହେଇଗଲା ତ ନାଇଁ ମୁଣ୍ଡ ଭଲ ହେଇନି ତୋର ପୁଣି ଭିତ ଅଛି ବାକି ନା ନାହିଁ ସରିଗଲା सारे ना छाड़ीबिनी ଆଉ ମୁଁ ତୁମକୁ ଅଭିଶାପ ଦେବି ହେଁ ୟେସ୍ ଅଭିଶାପ ହଁ କି ଅଭିଶାପ ସଭା ମଧ୍ୟରେ ହଁ ତମେ ତ ଅପମାନ କରିଛ ଆଚ୍ଛା ମୁଁ ତୁମକୁ ଅଭିଶାପ ଏଇ ମୁହୂର୍ତ୍ତ ଦଉଛି କଣ ତମେ ଆର ଜନ୍ମରେ ହଁ। ଗୋଟେ କୁକୁର ଜନ୍ମ ନେବ ଚାଲି 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 ବଢିଆ ବଢିଆ କିରେ ତୁ ହସୁଛୁ କୁକୁର ହବୁ ବୋଲି କୁକୁର ହେଲେ ବଢିଆ ଲାଭ ଅଛି କୁକୁର ହେଲେ ଲାଭ ଆଚ୍ଛା ଇଏ ଜଣେ ଝିଅ ପିଲା ମତେ ଅଭିଶାପ ଦେଲା ଜଣେ ଲେଡିସ୍ ମୁଁ ଲେଡେସା ଛାଡ଼ିବିନି ଲେଡେସା ଲେଡେସା ମୁଁ ବି ଅଭିଶାପ ଦେବି ତୋର ଅଭିଶାପ ଅଛି ମୁଁ ଜାଣିଛି ମୁଁ ଆର ଜନ୍ମରେ କୁକୁର ଅଭିଶାପ ଦେଲାଟି ଆଚ୍ଛା ମୁଁ ଅଭିଶାପ ଦଉଛି ଆର ଜନ୍ମରେ ସେ ଗୋଟେ ବୃନ୍ଦାବତୀ ହେଇକି ଜନ୍ମ ହଉ ମୋ ଭାଗ୍ୟ ଫେରିଗଲା ମୁଁ ଯଦି ବୃନ୍ଦାବତୀ ହେବି ହଁ। ତାହେଲେ ମା ମାଉସୀ ମାନେ ମୋ ପାଖରେ ସଂସ୍କୃତ ଦେବେ ଦେବେ। ଭୋଗ ଲଗେଇବେ ଏ କାର୍ତ୍ତିକ ଆଉ ସେ ମାସେ। ଭୋଗ କିଏ ଖାবে ଜାଣିଛ କଣ? ସେ କୁକୁର ହଁ ୟେସ୍ ଭୋଗ ଲଗେଇକି ଯେତେବେଳେ ପଳେଇ ଆସିବୁ ଭୋଗ ଲଗେଇକି ଆସିଲା ପରେ ମୁଁ କୁକୁର ହେଇ ସେଠି ଅନେଇଥିବି ଯେତେବେଳେ ଭୋଗ ଲଗେଇ ପଳେଇ ଆସିବ ତା ପାଖକୁ ଯିବି ଯାଇ ପହଞ୍ଚିବି ଭୋଗ ତ ଖାଇବି ଖାଇସାରିଲା ପରେ ଏଇ ଯୋଉ ଅଭିଶାପ କଥା ମୋ ମନେ ପଡିଯିବ ଆଉ ସାଙ୍ଗେ ସାଙ୍ଗେ କଣ କରିବି ତାରି ଉପରେ ଗୋଡ ଟେକିବି ପଣ୍ଡିତ ମଣ୍ଡଳୀ ମୋର ଡେରିବା
କୂଳକୁ ଫେରିବା। ଆଜ୍ଞା ପ୍ରଧାନେ ଆଜ୍ଞା ସମୁଦ୍ର ବେଳାଭୂମିରେ ପିଲାଟି କାନ୍ଦୁଛି। ସେଦିନ ବରୁଣଙ୍କ ମନରେ ଭାବନା ଚିନ୍ତା କରୁଛନ୍ତି ମୁଁ କଣ କରିବି। ମୋ ଆଖି ଆଗରେ ଏ ପିଲାଟି ମରିଯିବ, ମତେ ନିଶ୍ଚିତ ଦୋଷ ଲାଗିବ। କାହିଁକି ନା ଆପଣମାନଙ୍କର ନୀତି, ଆପଣମାନଙ୍କର ନିୟମ, ଆପଣଙ୍କର ଶାସ୍ତ୍ର ଏବଂ ପ୍ରମାଣର ହିସାବ ସେଦିନ ବରୁଣଙ୍କୁ ବ୍ୟଥିତ କରୁଛି। ଚିନ୍ତା କଲେ ପିଲାର ପ୍ରାଣ ରକ୍ଷା କରିବା ହେଉଛି ମୋର ପ୍ରଥମ ଦାୟିତ୍ୱ। ଓଡ଼ିଆ ଭାଗବତରେ ଅତି ବଡ଼ି ଜଗନ୍ନାଥ ଦାସ ସୁନ୍ଦର ଭାବରେ କହିଲେ नारी गर्भे शिशु घटना कही शोषाबध बोली कहते जहाँ भी हो तेरे कथा हूँ शिशु पड़ी
ছোট ପିଲାଟି ପଡ଼ିଛି ଅବହେଳିତ ହେଇ କାନ୍ଦୁଛି କିଛି ସମୟ ପରେ ହୁଏତ ତାର ପ୍ରାଣବାୟୁ ଉଡ଼ିଯିବ ସେଦିନ ବରୁଣଙ୍କ ମନରେ ପିତୃତ୍ୱ ଲାଗିଲା ଚିନ୍ତା କଲେ ପ୍ରାଥମିକ ସ୍ତରରେ ଏ ପିଲାର ପ୍ରାଣ ରକ୍ଷା କରିବାର ଦାୟିତ୍ୱ ମୋ ଉପରେ ଚତୁଃପାର୍ଶ୍ୱରେ କେହି ନାହାନ୍ତି ପିଲାଟିକି କୋଳକୁ ଉଠେଇ ଆଣିଲେ ବରୁଣ ସାନ୍ତ୍ୱନା ଦେଲେ ପିଲାଟିକି ପଣ୍ଡିତ ବୁଝଉଛନ୍ତି କିନ୍ତୁ ଏ ପିଲାଟି ତୁହାଇ ତୁହାଇ କାନ୍ଦୁଛି କାନ୍ଦୁଛି ହଉ ବରୁଣଙ୍କର ସର୍ବ ଉଦ୍ୟମ ପଣ୍ଡିତ ନିଷ୍ଫଳ ହୋଇଲା ପୂର୍ବ ପରି ପିଲା ପଣ୍ଡିତ ତୁହାଇ କାନ୍ଦିଲା ପିଲାଟିକି ଯେତେ ସାନ୍ତ୍ୱନା ଦେଲେ ଯେତେ ବୁଝାଇଲେ ପିଲାଟି ସେମିତି ପୂର୍ବବତ କୁଆଁ କୁଆଁ ହେଇ କାନ୍ଦୁଛି ଅନ୍ୟ ଉପାୟ ନ ପାଇ ବରୁଣ ଚତୁର୍ଦିଗକୁ ନିରୀକ୍ଷଣ କରୁଛନ୍ତି ହଠାତ୍ ପାଖରେ ପହଞ୍ଚିଲେ ଗୋଟେ ଦିବ୍ୟ ପୁରୁଷ ଜ୍ୟୋତିର୍ମୟ ପୁରୁଷ ବରୁଣଙ୍କ ପାଖରେ ପହଞ୍ଚି ଗଲେ ବରୁଣ ଚାହିଁଲେ ଦିବ୍ୟ ପୁରୁଷଙ୍କୁ ସେ କିଏ ସେ ହେଲେ ସୃଷ୍ଟିକର୍ତ୍ତା ସମଗ୍ର ସୃଷ୍ଟି କି ଯେ ନିର୍ମାଣ କରିଛନ୍ତି ସେ ହଉଛନ୍ତି ସମସ୍ତଙ୍କର ପିତାମହ ସେ ହଉଛନ୍ତି ସମସ୍ତଙ୍କର ପିତାମହ ଦେଖିଲେ ବ୍ରହ୍ମଦେବ ଆବିର୍ଭାବ ହେଇଛନ୍ତି ବରୁଣଙ୍କର ସମ୍ମୁଖରେ ହାତ ଯୋଡ଼ିଲେ ବରୁଣ ପିତାମହ ଡାକିଲେ ପିତାମହ ଏଇଠି ପ୍ରଣାମ ହଉଛି ବ୍ରହ୍ମା ବରୁଣକୁ ଚାହୁଁଛନ୍ତି କହିଲେ ବରୁଣ ପିତାମହ ତମେ ବିଷର୍ଣ୍ଣ ବଦନ କଣ କରିବି ଗୋଟେ ଅଡୁଆରେ ପଡି ଯାଇଛି ତମ କୋଳରେ ସଦ୍ୟଜାତ ସନ୍ତାନ ସେଇ ତ ହଉଛି ମୋ ବିମର୍ଷ ବଦନର କଥା ବରୁଣ ହାତ ଯୋଡ଼ିଦେଲେ କହିଲେ ମହାଭାଗ ହେ ବ୍ରହ୍ମଦେବ ମୁଁ ଅଡୁଆରେ ପଡ଼ିଯାଇଛି ସଦ୍ୟଜାତ ଶିଶୁର ପ୍ରାଣ ରକ୍ଷା କରିବାକୁ ଯାଇ ମୁଁ ଏ ପିଲାଟିକି କୋଳରେ ଧରି ଯେତେ ବୁଝଉଛି ଏ ପିଲାଟିର କାନ୍ଦ ବନ୍ଦ ହଉନି କିଏ ବାପା କିଏ ମା କିଏ ପିଲା କେମିତି ଆସିଲା ସେ କଥା ମଧ୍ୟ ମୁଁ ଜାଣିପାରୁନି ସର୍ବଜ୍ଞାତ ବରୁଣଙ୍କୁ ବୁଝାଇ ଦେଲେ ଏଇଠି କହିଲେ ବରୁଣ ଇଏ ସାଧାରଣ ଶିଶୁ ନୁହଁ ଇଏ ହଉଛି ଅସାଧାରଣ ଶିଶୁ ମାନେ ୟାର ବାପା ନାହିଁ ୟାର ମା ନାହିଁ ଦେଖନ୍ତୁ ସେଦିନ ବ୍ରହ୍ମଦେବ ବୁଝାଇଲେ କହିଲେ ପିଲାଟିର ବାପା ନାହିଁ କି ମା ନାହିଁ ଆହୁରି ଆଶ୍ଚର୍ଯ୍ୟ ହେଲେ ବରୁଣ ବାପା ମାଙ୍କ ବିନା ସନ୍ତାନ ସୃଷ୍ଟି ହବ ଏ କଥା କେମିତି ସମ୍ଭବ ହଉଛି ଜିଜ୍ଞାସା ମନରେ ବରୁଣ ହାତ ଯୋଡ଼ି ପୁଛା କରୁଛନ୍ତି ହେ ବ୍ରହ୍ମଦେବ ଏ ପିଲା ତାହେଲେ ସୃଷ୍ଟି ହେଲା କେମିତି ମତେ କୁହନ୍ତୁ ବ୍ରହ୍ମା ବରୁଣ ସନ୍ଦେହକୁ ମୋଚନ କରିବା ପାଇଁ ସେଦିନ ପିଲାର ଜନ୍ମ ବୃତ୍ତାନ୍ତ ଗୋଟି ଗୋଟି କରି କହିଲେ ବରୁଣ ଇଏ ହଉଛନ୍ତି ଦେବଦେବ ମହାଦେବଙ୍କର ସନ୍ତାନ ୟାର ଇତିବୃତ୍ତି ଶୁଣିଲେ ତୁମେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହବ ସେଦିନ ବାସବଙ୍କର ଗର୍ଭକୁ ଖର୍ବ କରିବା ପାଇଁ ଇନ୍ଦ୍ରଙ୍କର ଗର୍ଭକୁ ଖର୍ବ କରିବା ପାଇଁ ଶିବଙ୍କର କ୍ରୋଧ ନଳ ଜାତ ଏ ସନ୍ତାନ ଶିବଙ୍କର କ୍ରୋଧରୁ ଏ ପିଲା ଜନ୍ମ ହେଇଛି ଜିଜ୍ଞାସା ଆହୁରି ବଢିଲା ବରୁଣ ହାତ ଯୋଡୁଛନ୍ତି କହିଲେ ସେଦିନ ଇନ୍ଦ୍ର ମନେ ମନେ ଚିନ୍ତା କଲେ ମୁଁ ହଉଛି ଅଚଳାଚଳ ସମ୍ପତ୍ତିର ଅଧୀଶ୍ୱର ମୁଁ ହଉଛି ମାଲିକ କିନ୍ତୁ ନାରଦ ତାଶ୍ଚର୍ଯ୍ୟ କଲେ ଇନ୍ଦ୍ର କହିଲେ ଇନ୍ଦ୍ର ତୁମର ସବୁ କିଛି ଅଛି ସମସ୍ତ ବୈଭବ ଅଛି ତମେ ସମସ୍ତ ଭୋଗର ଅଧିକାରୀ ହେଲେ ଇଏ ସଂସାରରେ ଏମିତି ଗୋଟିଏ ଦେବତା ତାଙ୍କ ପାଖରେ ତମର ସମସ୍ତ ବିଭୂତି ତମର ସମସ୍ତ ସମ୍ପଦ ତମର ସମସ୍ତ ଭୋଗ ନିମିଷକ ମାତ୍ରେ ତୁଚ୍ଛ ହୋଇଯିବ
ଶୁଣିଲେ ଇନ୍ଦ୍ର ବିଚାର କଲେ ମୋର ଅଚଳାଚଳ ସମ୍ପତ୍ତି ବୈଭବରେ ଭରା ମୋ ରାଜପୁର ସ୍ୱର୍ଗ ଭୁବନର ମୁଁ ଅଧୀଶ୍ୱର କିନ୍ତୁ ଶିବଙ୍କର ସମ୍ପଦ ତୁଳନାରେ ମୁଁ ତୁଚ୍ଛ ହେଇଗଲି ପରୀକ୍ଷା କରିବି ଓ ପରୀକ୍ଷା କରିବି ଗୋଟାଏ ବ୍ରାହ୍ମଣ ବେଶକୁ ଧାରଣ କରି କୈଳାସ ଅଭିମୁଖେ ଯାତ୍ରା କଲେ ସେଦିନ ଇନ୍ଦ୍ର ପଣ୍ଡିତେ ଯେତେବେଳେ କୈଳାସର ପାଦଦେଶରେ ପହଞ୍ଚିଗଲେ ମଙ୍ଗଳମୟ ମହାପ୍ରଭୁଙ୍କର ନିବାସ ଯାହାକୁ କପିଳାସ ବୋଲି ଆପଣ ଜାଣନ୍ତି ହିମାଳୟ ଉଚ୍ଚତମ ଗିରିଶୃଙ୍ଗ ହିମାଳୟର ଉଚ୍ଚତମ ଗିରିଶୃଙ୍ଗ ହେଉଛି ଏଭରେଷ୍ଟ ଆଉ ଗୋଟିଏ ଶୃଙ୍ଗର ନାମ ହେଉଛି କୈଳାସ ବା କପିଳାସ ଇନ୍ଦ୍ର କପିଳାସ କନ୍ଦରର ପାଦଦେଶରେ ଠିଆ ହେଇଛନ୍ତି ଦେଖୁଛନ୍ତି କି କୈଳାସପୁରର ଶୋଭା ଇଏ ସମ୍ପଦରେ ପରିପୂର୍ଣ୍ଣ ହେଇଛି କୁମାର ସମ୍ଭବ ମହାକାବ୍ୟ ଆପଣ ମାନଙ୍କର କବିଗୁରୁ କାଳିଦାସ ସୁନ୍ଦର ଭାବରେ ପ୍ରମାଣ କଲେ ଅସ୍ତି ଉସ୍ତର ସନ୍ଦିଶି ଦେବତା ତମା ହିମାଳୟ ନାମ ନଗାଧିରାଜ ପୂର୍ବା ପରତ୍ୱୟ ଧିବଗାହ ସ୍ଥିତା ପୃଥିବ୍ୟା ଇବ ମାନଦଣ୍ଡ ଦେଖିଲେ ଇନ୍ଦ୍ର କୈଳାସ କନ୍ଦରର ଶୋଭା ଅସ୍ଥି ଅଛି ଉତ୍ତର ଶ୍ୟାଙ୍ଗ ଦିଶି ଦେବତାତ୍ମା ଉତ୍ତର ଦିଗର ଶୋଭାକୁ ମନନ କରି କୈଳାସ କନ୍ଦର ଶୋଭା ପାଉଛି ତାର ପୂର୍ବ ପଟେ ଗୋଟିଏ ସାଗର ଅପର ପାର୍ଶ୍ୱରେ ଆଉ ଗୋଟିଏ ସାଗର ପୂର୍ବ ପଟେ ବଙ୍ଗୋପସାଗର ତାର ଅପର ପୂର୍ବର ପଶ୍ଚିମ ପଟେ ଆଉ ଗୋଟିଏ ସାଗର ଆଉ ଗୋଟିଏ ସମୁଦ୍ର ସେ ହଉଛି ଆପଣ ମାନଙ୍କର ଆରବ ସାଗର ଇଏ କେମିତି ଦେଖାଯାଉଛି ନା ଦିଶି ଦେବତାତ୍ମା ଦେବତା ମାନଙ୍କର ଆତ୍ମା ଭଳିଆ ଇଏ କୈଳାସ କନ୍ଦର ଶୋଭାବର୍ତ୍ତନ କରୁଛି ଇଏ କଣ ନିର୍ଦର୍ଶନ ଦଉଛି ଇଏ କଣ ଦର୍ଶଉଛି ଦିଶି ଦେବତାତ୍ମା ଦେବତାତ୍ମାଙ୍କର ଆତ୍ମା ଭଳିଆ ମାନଦଣ୍ଡ ପୃଥିବୀ ଆଇବ ମାନଦଣ୍ଡ ପୃଥିବୀର ମାପକାଠି ଭଳିଆ ଇଏ ହିମାଳୟ ବା କପିଳାସ କନ୍ଦର ପଣ୍ଡିତ ଶୋଭାବର୍ତ୍ତନ କରୁଛି ଆପଣ ମାନଙ୍କର ବରେଣ୍ୟ କବି ବ୍ୟୋମକେଶ ତ୍ରିପାଠୀ କହିଲେ ହିମାଳୟ ହଉଛନ୍ତି ଗୋଟେ ରାଜା ରାଜାଙ୍କ ପାଖରେ ଛତ୍ର ଆଲଟ ପଡେ ଚାମର ପଡେ ଯଦି ହିମାଳୟ ହେଲା ରାଜା ଇଏ ଗୋଟେ ପର୍ବତ ନୁହଁ ଇଏ ହଉଛି ରାଜା ରାଜାଙ୍କ ପାଖରେ ଚାମର ଆଲଟ ପଡେ ତାହେଲେ ଚାମର ଆଲଟ ପକେଇଲା କିଏ ସେ ବ୍ୟୋମକେଶ ତ୍ରିପାଠୀ ସୁନ୍ଦର ଭାବରେ କହିଦେଲେ ଚମରିଏ କରୁଥାନ୍ତି ଚାମର ବ୍ୟଞ୍ଜନ ଚାମର ବ୍ୟଞ୍ଜନ କିଏ କରୁଥାନ୍ତି ଚାମର ପାଠ ପଢୁଥାନ୍ତି ଗିରିରାଜ ନାମ ଗିରିରାଜ ନାମ ପାଠ ପଢୁଥାନ୍ତି ଗିରିରାଜ ନାମ ଗିରିରାଜ ନାମ ହିମାଳୟ ପାଦଦେଶରେ ଚମରି ଗାଈ ମାନେ ବିଚରଣ କରୁଥାନ୍ତି ଚମରି ଗାଈ ମାନଙ୍କର ପୁଚ୍ଛ ପଶ୍ଚାତ ଧାବନ କରୁଛି ପଛକୁ ଲମ୍ବିଛି କବି କହିଲେ ଇଏ ଚମରି ଗାଈ ମାନେ ପୁଚ୍ଛ ଗୁଡାକ ପଛକୁ ଲମ୍ବେଇ ବିଚରଣ କରୁନାହାନ୍ତି ଯେ ହିମାଳୟ ହଉଛନ୍ତି ରାଜା ରାଜାଙ୍କ ପାଖରେ ଯେମିତି ଚାମର ଆଲଟ ପଡେ ଚମରି ଗାଈ ମାନେ ଗିରିରାଜ ନାମକୁ ସାର୍ଥକ କରିବା ପାଇଁ କଣ ତାଙ୍କ ମଥାରେ ଆଲଟ ଚାମର ଲାଗୁଛନ୍ତି କି ଇନ୍ଦ୍ର ଦେଖୁଛନ୍ତି କୈଳାସ କନ୍ଦରର ଶୋଭା ମନରେ ଗର୍ବ ହେଲା ବ୍ରାହ୍ମଣ ରୂପକୁ ଧାରଣ କରି ଗୋଟେ ବାଟକୁ ଅବରୋଧ କରି ବସିଛନ୍ତି ମଙ୍ଗଳମୟ ଭଗବାନ ଶିବ ଜାଣିପାରିଲେ ଇନ୍ଦ୍ରଙ୍କ ମନରେ ଗର୍ବ ଅଛି ବିଚାର କଲେ ଇନ୍ଦ୍ରଙ୍କ ଗର୍ବକୁ ମୁଁ ଖର୍ବ କରିବି ଅସସ୍ତ ଗୁଣା ନବାକୁ ତୁ ମହାଦେବ
सर्वस्य धीमतः जो हि सर्वगतो देवः न च सर्वत्र दृश्यते। से प्रभुंकर महिमा को भाषार वर्णना करी हबनी नहीं कथार व्यक्त करी हबनी। तेणु प्रभु इंद्रंकर गर्व को गर्व करिया पई से दिन पहुंची गले सेई पथ मध्यरे। इंद्र जाउछंती पथर अवरोध होईची इंद्रंक हाथ रे अछि वज्र बाट छाड़ी दिया बोली ब्राह्मण को कहिसंती। ए मंगलमय महाप्रभु शिव धैर्य को परीक्षा करिवा पई इंद्रंकर गर्व को खर्व करिवा पई बाट छाडू नाहंती। नहीं नहीं इंद्र लागी गले हाथ रे थिला वज्र क्रोधर वशवर्ती हई अस्त्र उठेइले शक्तिशाली अस्त्र अमोघ अस्त्र अमोघ अस्त्र को उठेई ब्राह्मण रूपी मंगलमय महाप्रभु शिवंग ऊपर निक्षेप करिसंती। आश्चर्य वज्र निष्फल ही गला एते बड़ अमोघ अस्त्र निष्फल ही गला शक्ति नहीं तले पड़ी गला। इंद्र आश्चर्य हेले कहले जहा को बड़ करी मु विजय हेछि मु स्वर्गर राजा हेछि मो वज्र निरर्थक हो गला बिचरा किंतु फल पंडित ओलटा हला ओलटा मंगलमय प्रभुंकर क्रोधर सीमा रहिलानी प्रभु भयंकर मूर्ति धरि दंडामान हेले तांकर तृतीय नयन खोली गला बाम पटे सूर्य नेत्र दक्षिण पटे चंद्र नेत्र प्रभुंकर मथार रही अग्नि नेत्र जेते बेले संकट समय आगत हुए प्रभुंकर तृतीय नयन खोले मथार थिबा अग्नि नेत्र जेते बेले खोली चाहू चाहू लेलियान अग्नि शिखा विच्छुरित हेबाकु लागिला सम्मुखरे अछंती इंद्र शिवंकर क्रोध रूपी अग्नि गुड़िक इंद्रंक ऊपर जाई पंडित पड़िछि आ चाहू चाहू इंद्र एबे भस्मीभूत हेले हो भस्मीभूत हो गले देवता माने प्रमाद गणिले देवता माने विचार करूछंती इंद्र नदी मरी जिवे इंद्र नदी चली जिवे ये सृष्टि की ताहले पालन करिवो किए से वितरा समस्त चिंता कले प्रभुंकर जदि क्रोध शांत हुए ताहले सृष्टि रहिबो नहले सृष्टि ध्वंस होई जिवो तेणु विचार कले प्रभु चाहिले हमको मारिबे नहले चाहिले बंचेइबे प्रभु को सांत्वना देइछंती स्तुति करिछंती ये संसार को रक्षा करिबा पई जो अग्निकोणा गुडी को बाहरु थिला अच्छा बाम हाथ रे मथारु क्रोध अग्नि गुडा को शिव धारण कले जोठी संगम स्थल गंगा और सागर मिलन हेछि जोठी समुद्र मिसिछि गंगा रे गंगा मिसिछि समुद्र सेई जगह रे क्रोध अनल को फिंगी दे शांत करिबा पई पंडित जेते बेले क्रोध अग्निटा संगम स्थल रे पड़िला फल हैला कोन सेई संगम स्थल रु गोटे संतान पंडित सृष्टि हैला कहले ब्रह्मदेव ताहले यही न्याय रे शिवंकर संतान होची ए पिला पिलाटी हेले तो नाटिए ये पिला बंचिबो के रहिबो केमिति यार ना कोन हबो सेदिन ब्रह्मा आशीर्वाद देले कहले ये पिला छोटिया हैची कांदुची मु मंत्रपूत जल सिंची जाउची ए पिला बड़ होई जीवो तरुण होई जीवो कमंडल रु मंत्रपूत जल सिंची देले ये पिलाटी तरुण अवस्था हला पंडित आउ कांद हलानी जेते बेले छोटिया पिला थिला कांदुथला युवक हे गला कांद बंद हे गला
ବରୁଣ ଖୁସି ହେଇଗଲେ କହିଲେ ଏ ପିଲା ଯିବ କୁଆଡେ ରହିବ କାହା ପାଖରେ ବ୍ରହ୍ମଦେବ କହିଲେ ବରୁଣ ତମେ ଆଜି ପର୍ଯ୍ୟନ୍ତ ନିଃସନ୍ତାନ ହେଇକିରି ଅଛ ଇଏ ପିଲାଟିକି ତମେ ନବ ଇଏ ଆଜି ଠାରୁ ତମରି ପୁଅ ହେଇ ରହିବ ନା ପୁଅ ହେଇ ରହିବ ଯେ ପୁଅଟିଏ ହେଲେ ତ ନାଁଟିଏ ତାହେଲେ ଇଏ ପୁଅର ନାଁ କଣ ହବ ମତେ କହନ୍ତୁ ବ୍ରହ୍ମା ଏଇ ପୁଅର ନାମକରଣ କଲେ ଜଳରୁ ହେଲୁ ଅବତାର, ହେଲୁ ଅବତାର, ନାମ ତା ହେଉ ଜଳନ୍ଧର, ବ୍ରହ୍ମା ପଣ୍ଡିତେ କହିଲେ ଇଏ ପିଲାଟି ଜଣୁ ଜଳରୁ ଅବତାର ହେଇଛି ଜନ୍ମ ହେଇଛି ଆଜି ଠାରୁ ଏ ପୁଅର ନାମ ହେଲା ଜଳନ୍ଧର। ସିନ୍ଧୁ ଦେଶକୁ ନେଇଗଲେ ବରୁଣ ରାଜା କଲେ ଜଳନ୍ଧରକୁ ଏ ସିନ୍ଧୁ କଟକରେ ପଣ୍ଡିତେ ଏଇଠି ପ୍ରସଙ୍ଗ ରହିଲା ହଉ ପୀର ଦରବାରେ ଆନନ୍ଦ ମନରେ କରୁଅଛି ବାରେ ଅଳି ହରିବଳ ସହିତରେ ବାବୁମାନେ ଦିଅ ଏବେ ରାମ ତାଳି ଆଉ ହରିବଲ ହୁଳ ହୁଳି କର ତାଳି ଯେତେ ଦୂର ପରାଯାଏ ଗୋ ହତ୍ୟା ବମ ହତ୍ୟା ବାଦ ଛାଡ଼ିନ ବେগে ପଳାଏ ଓମ୍ ଦୀନଜନସ୍ୟ ଶରଣରକ୍ଷଣ ମହାବାହୁ ଦୀନଜନସ୍ୟ ଶରଣରକ୍ଷଣ ମହାବାହୁ ହଉ ସମ୍ପୂର୍ଣ୍ଣ ସାଗରେ ହଉ ପୀର ଦରବାରେ ବଡ଼ କରି ହରିବୋଲ ହୁଳ ହୁଳି କର ତାଳି ଦିଅ ହରିବୋଲ ହୁଳ ହୁଳି କର ତାଳି ଦିଅ ଇଏ ବିଶ୍ୱରୁ ଦୁଃଖ ଯାଉ अधिकरु अधिक पाला देखिबा पई आमो चैनल सब्सक्राइब करंतु।